ଆଉ ଆଜି ନୂଆ ବ୍ଲଗ୍ ତମ ପାଖକୁ ନେଇ ଆସୁଛେ। ଏବେ ତ ଖରା ସିଜନ, ଏଇଟା କ'ଣ ମାଣ୍ଡିଆ ଯାଉ ଆଉ ଚାଉଳ ମିଶିଛେ, କାନ୍ଦୁଳ, ଏଇଟା କାନ୍ଦୁଳ, ଏଇଟା ଆମର ମାଣ୍ଡିଆ ନ ଖାଇଲେ ହେବନି, କାନ୍ଦୁଳ ନ ମିଶିଲେ ହେବନି। ଦେଖ କେମିତି ମୁଁ ଖାଉଛି, ତୁମେ ଖାଇଥିବ। ଆଉ ଆମ ପରେ ଏତେମିତି ଖାଇ ନଥିବ, କାହିଁକି ମାଣ୍ଡିଆ ଯେଉଁ କେତେ ଲୋକ ତ ଘୃଣା କରନ୍ତି, କେତେ ଲୋକ ମଧ୍ୟ ଜାଣିବା ଲୋକ କହନ୍ତି। ଏଠି ଚାଉଳ ଗୋଟେ ଗୋଟେ ମିଶିଛି, ଏତେ ନିଷ୍ଠୁରରେ ଆମେ ଖାଉଛୁ। ମୁଁ କେମିତି ଖାଉଛି ଦେଖନ୍ତୁ, ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖନ୍ତୁ। କେମିତି ଲାଗୁଛି? ଭଲ ଲାଗୁଛି? ଆଙ୍ଗୁଠି ଚାଟିବା, ଆଙ୍ଗୁଠି ବୋତଲରେ ଲୁଣ ରଖିଛି। ମାଣ୍ଡିଆ ଯାଉରେ କାନ୍ଦୁଳ କିଏ ମିଶଉଛନ୍ତି ନ ମିଶଉନାହାନ୍ତି, ଆମେ ମାଣ୍ଡିଆ ଯାଉରେ ନିହାତି କାନ୍ଦୁଳ ଟିକେ ମିଶିବାର ବାଧ୍ୟ। ଏଠି ଲୁଣ ଟିକେ ମିଶଉଛି, ପାରିନି, ବେଶୀ ବୋଧ ହେଇଗଲା ଲୁଣ। ଖାଉଛି, ତମେ ଏମିତି ରୋଷେଇ କରିନଥିବ, ଖାଇବା ପାଇଁ ବି ଇଚ୍ଛା କରବନି। ଆରମ୍ଭ ଶେଷ ପର୍ଯ୍ୟନ୍ତ ଭିଡ଼ିଓଟିକୁ ଦେଖ। ଆଉ ମାଣ୍ଡିଆ ଯାଉର କେତେ ଲୋକ ଦେଖିବା ଲୋକ କହିବେ ଯେ ଭଲ କି ମନ୍ଦ। ଖରା ସିଜନ ପଳେଇ ଆସିଲାଣି ତ, ଏଥିପାଇଁ ମାଣ୍ଡିଆ ଯାଉ ଆମେ ଗୋଳିବା ବାଧ୍ୟ। କାହିଁକି ନା ଆମର ଏତେ ଚାଉଳ ଧାନ ବି ନଥିବ, ସେଥିପାଇଁ ମାଣ୍ଡିଆ ସହିତ ଯାଉ ଗୋଳେଇକି ଆମେ ଖାଉଛୁ। କାନ୍ଦୁଳ ମିଶଉଛୁ, ସରିଗଲା ମାଣ୍ଡିଆ ଯାଉର।